ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ମୋ ଚ୍ୟାନେଲରେ ସ୍ୱାଗତ କରୁଅଛି। ତ ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ସୁନ୍ଦର ଅନୁଚିନ୍ତା। ନମ୍ବର 1, ଯେଉଁ ପୁରୁଷ ଓ ମହିଳାଙ୍କର ନାଭି ଗୋଲ ଓ ଗଭୀର ରହିଥାଏ, ସେମାନେ ନିଜ ଜୀବନରେ ଅନେକ ସୁଖ ସୁବିଧା ପ୍ରାପ୍ତ କରିଥାନ୍ତି। ନମ୍ବର 2, ଯଦି ଗୁଜୁରାତିକୁ ଉଷୁମ ପାଣି ସହିତ ସେବନ କରନ୍ତି, ତେବେ ଏହା ଦ୍ୱାରା ଭଲ ନିଦ ଆସିଥାଏ ଏବଂ ତାହା ସହ ଘୁଙ୍ଗୁଡ଼ି ମାରିବା ସମସ୍ୟା ଦୂର ହୋଇଥାଏ। ନମ୍ବର 3, ଯଦି ଆପଣ ଖାଲି ପେଟରେ କାଜୁର ସେବନ କରନ୍ତି, ତାହେଲେ ଏହା ଫଳରେ ସ୍ମରଣ ଶକ୍ତି ଭଲ ବୃଦ୍ଧି ହୋଇଥାଏ ଏବଂ କାଜୁରେ ଥିବା ଭିଟାମିନ୍ ବି ଶରୀରରେ ଏସିଡିଟି ସୃଷ୍ଟି କରିବା ବନ୍ଦ କରିଦେଇଥାଏ। ନମ୍ବର 4, ମହିଳାମାନେ ବ୍ରେଷ୍ଟକୁ ଟାଇଟ୍ କରିବା ପାଇଁ ଯଦି ଚାହୁଁଛନ୍ତି, ତାହେଲେ ପ୍ରତିଦିନ ବ୍ରେଷ୍ଟରେ ନଖ ଉଷୁମ ସୋରିଷ ତେଲକୁ ମସାଜ କରନ୍ତୁ। ନମ୍ବର 5, ରାତିରେ ଶୋଇବା ସମୟରେ ପାଖରେ ଯଦି ଗୋଟିଏ ପାତ୍ରରେ ଲୁଣ ପାଣି ଭରି କରିକି ରଖିଦିଅନ୍ତି, ତାହେଲେ ମଶା ଆଉ ରାତିସାରା ପାଖକୁ ଆସିନଥାଏ। ନମ୍ବର 6, ମାସିକ ଋତୁସ୍ରାବକୁ ଠିକ୍ କରିବା ପାଇଁ ଆପଣ ପ୍ରତିଦିନ ଗୋଟିଏ ଗ୍ଲାସକୁ କାକୁଡ଼ି ଜୁସ୍ ବା ଗାଜର ଜୁସ୍ ନିୟମିତ ରୂପରେ ସେବନ କରନ୍ତୁ। ନମ୍ବର 7, ଯେଉଁମାନଙ୍କର ମସ୍ତିଷ୍କ କମଜୋର ରହିଛି, ସେମାନେ ସପ୍ତାହରେ 2 ରୁ 3 ଥର ପଇଡ଼ ପାଣି ନିହାତି ଭାବରେ ପିଅନ୍ତୁ। ଦେଖିବେ ମସ୍ତିଷ୍କ ବହୁତ ଲାଭଦାୟକ ହୋଇଥାଏ। ନମ୍ବର 8, ଯେଉଁ ଗର୍ଭବତୀ ମହିଳାମାନେ ଅଧିକ ସୁନ୍ଦର ଓ ସଫା ଦେଖାଯାଇଥାନ୍ତି, ସେମାନଙ୍କର ଝିଅ ହେବାର ଅଧିକ ସମ୍ଭାବନା ରହିଥାଏ ଏବଂ ତାହା ସହିତ ଯେଉଁ ମହିଳାମାନେ ପୂର୍ବ ଅପେକ୍ଷା କଳା ଓ ଅସୁନ୍ଦର ଦେଖାଯାଇଥାନ୍ତି, ସେମାନଙ୍କର ପୁଅ ହେବାର ଅଧିକ ଆଶଙ୍କା ରହିଥାଏ। ନମ୍ବର 9, ଘରେ ତିଆରି ହୋଇଥିବା ନଡ଼ିଆ ତେଲ ସହିତ ଯଦି ମେହେନ୍ଦି ପାଉଡର ମିଶାଇକି ସପ୍ତାହରେ ଥରେ କେଶରେ ଲଗାଇଲେ କେଶ ଶୀଘ୍ର ଲମ୍ବା ହୋଇଥାଏ। ନମ୍ବର 10, ମନେ ରଖନ୍ତୁ, ଭୋଜନ ପରେ ଏବଂ ସ୍ନାନ ପୂର୍ବରୁ ପରିସ୍ରା ନିହାତି ଭାବରେ କରନ୍ତୁ। ଏହା ଫଳରେ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ। ନମ୍ବର 11, ଯଦି ଆଖି ଜଳାପୋଡ଼ା ହୋଇଥାଏ କିମ୍ବା ଆଖିର ରଙ୍ଗ ଲାଲ ରଙ୍ଗ ଦେଖାଯାଉଥାଏ, ତେବେ ଧଳା ରଙ୍ଗର ରସଗୋଲା ଖାଇବା ଫଳରେ ଆରାମ ମିଳିଥାଏ। ନମ୍ବର 12, ଯେଉଁ ନାରୀ ସ୍ୱାମୀଙ୍କୁ ଦେବତା ଭଳି ପୂଜା କରେ ଏବଂ ମନ ଜାଣି ସେବା କରେ, ତାଙ୍କୁ ସର୍ବଦା ଦେବାଦେବୀଙ୍କ ଆଶୀର୍ବାଦ ମିଳିଥାଏ। ନମ୍ବର 13, ମନେ ରଖନ୍ତୁ, ରାତ୍ରିରେ ଶୋଇବା ପୂର୍ବରୁ ଏବଂ ସକାଳୁ ଉଠିବା ପରେ କେବେ ବି ମୋବାଇଲ ଫୋନର ବ୍ୟବହାର କରନ୍ତୁ ନାହିଁ। ଏହା ଦ୍ୱାରା ମସ୍ତିଷ୍କରେ ଖରାପ ପ୍ରଭାବ ପକାଇଥାଏ